ବନ୍ଦେ ମାତରମ୍। ଆଜିର ଛୋଟ ଗଳ୍ପଟି ହେଉଛି ବିଚାର ନ କରିବାର ଫଳ। ଆଲୋକ ଓ ଜ୍ଞାନେନ୍ଦ୍ର ନାମରେ ଦୁଇଜଣ ସାଙ୍ଗ ଗୋଟିଏ ଗ୍ରାମରେ ବାସ କରୁଥିଲେ। ଆଲୋକର ପରିବାର ଅତି ଗରିବ ଥିଲେ। ପରର କାମ କରି ଅତି ଦୁଃଖେ କଷ୍ଟେ ଚଳି ଯାଉଥିଲେ। କିନ୍ତୁ ଜ୍ଞାନେନ୍ଦ୍ରର ପରିବାର ଧନୀ ଥିଲେ। ବେଳେବେଳେ ଆଲୋକର ଜ୍ଞାନେନ୍ଦ୍ରଠାରୁ ପଇସା ପତ୍ର କରଜ ଆଣେ। ଜ୍ଞାନେନ୍ଦ୍ର ମଧ୍ୟ ସାଙ୍ଗର ଏପରି ଅବସ୍ଥା ଦେଖି ସହିପାରେ ନାହିଁ। ତେଣୁ ସେ ସବୁବେଳେ ଆଲୋକକୁ ସାହାଯ୍ୟ କରୁଥାଏ। ଆଲୋକର ଗୋଟିଏ ପୋଷା କୁକୁର ଥିଲା। ତା ନାଁ ହେଉଛି ଆପୁ। ସେ ଭାରି ଚାଲାକ କୁକୁର। ଆଲୋକର ଅତି ଆପଣାର ଥିଲା। ଦିନେ ଆଲୋକର ଘରେ ନିଆଁ ଲାଗିଗଲା। ସେହି ନିଆଁରେ ତାର ସବୁ ଜିନିଷ ପୋଡ଼ିଗଲା। ସେ ଯେଉଁ କରଜ ଆଣି ଚଳୁଥିଲା ତାକୁ ଆଉ ଶୁଝିବାର ବଳ ନଥିଲା। ତେଣୁ ସେ ତା ବନ୍ଧୁ ଜ୍ଞାନେନ୍ଦ୍ର ପାଖକୁ ଯାଇ କହିଲା, ଦେଖ ବନ୍ଧୁ, ମୁଁ ଆଉ ତୁମର ଋଣ ଶୁଝିପାରିବି ନାହିଁ। ତେଣୁ ମୁଁ ତୁମକୁ ମୋର ଏଇ ଅତି ଆପଣାର କୁକୁର ଆପୁକୁ ଦେଇ ଦେଉଛି। ସେ ତୁମକୁ ଅନେକ କାମରେ ସାହାଯ୍ୟ କରିବ। ଜ୍ଞାନେନ୍ଦ୍ର କହିଲା, ତୁମେ ସିନା ମୋତେ ତୁମର କୁକୁର ଦେଇ ଦେଉଛ, କିନ୍ତୁ ଯେତେବେଳେ ସେ ସୁଯୋଗ ପାଇବ ସେ ତୁମ ପାଖକୁ ପଳାଇବ। ଆଲୋକ କହିଲା, ନା, ମୋ ଆପୁ ଏପରି ବେଇମାନି କେବେ କରିବ ନାହିଁ। କାରଣ ସେ ଅତି ବିଶ୍ୱାସୀ। ତାପରେ ଆପୁକୁ ଆଲୋକ ସହିତ ଆଦରରେ ଆଉଁସି ଦେଇ ପଳାଇ ଆସିଲା। ଆପୁ ତାର ମାଲିକକୁ ଛାଡ଼ି ବହୁତ ମନକଷ୍ଟ କଲା। କିନ୍ତୁ ତାର ମାଲିକ କଥା ଅନୁସାରେ ସେ ନୂଆ ମାଲିକର କାମରେ ତାହାକୁ ସାହାଯ୍ୟ କଲା। ସବୁଦିନ ରାତିରେ ନୂଆ ମାଲିକର ଘର ପହରା ଦିଏ। ଦିନେ ଜ୍ଞାନେନ୍ଦ୍ରଙ୍କ ଘରେ ତଳେ ଚୋର ପଶିଲେ। ସେମାନେ ଜ୍ଞାନେନ୍ଦ୍ରର ସବୁ ଧନ ସମ୍ପତ୍ତି ଲୁଟି ନେଲେ। ଆପୁ କେତେ ଭୁକିଲା ହେଲେ କେହି ଶୁଣିଲେ ନାହିଁ। ତାପରେ ଆପୁ ଚୋରଙ୍କ ପଛେ ପଛେ ଗଲା। ଚୋରମାନେ ଜଙ୍ଗଲ ଭିତରକୁ ପଶିଲେ। ଆପୁ ମଧ୍ୟ ସେହି ଜଙ୍ଗଲକୁ ଗଲା। ଜଙ୍ଗଲର ଗୋଟିଏ ସ୍ଥାନରେ ଚୋରମାନେ ଧନତକ ପୋତିଦେଲେ। ଆପୁ ସେଇଠୁ ନିଜ ନୂଆ ମାଲିକର ଘରକୁ ଦୌଡ଼ିଲା। ସେତେବେଳେ ସକାଳ ହୋଇଯାଇଥାଏ। ଘରେ ପହଞ୍ଚି ଦେଖେ ତ ତାର ନୂଆ ମାଲିକ ମୁଣ୍ଡ ପିଟି କାନ୍ଦୁଛି। ସେଇଠୁ ସେ ତା ନୂଆ ମାଲିକର ଧୋତିକୁ ଟାଣିଲା। ଜ୍ଞାନେନ୍ଦ୍ର ଭାବିଲା, ବୋଧହୁଏ କିଛି ଅଘଟଣ ଘଟିଛି। ତାପରେ ଜ୍ଞାନେନ୍ଦ୍ର ଆପୁ ପଛେ ପଛେ ଚାଲିଲା। ଆପୁ ଜଙ୍ଗଲରେ ଗୋଟିଏ ସ୍ଥାନରେ ଅଟକି ନିଜ ନଖ ସାହାଯ୍ୟରେ ଖୋଳିବାକୁ ଲାଗିଲା। ଜ୍ଞାନେନ୍ଦ୍ର ମଧ୍ୟ ଆପୁ ସହିତ ସ୍ଥାନକୁ ଖୋଳିବାକୁ ଲାଗିଲା। ଖୋଳିବା ଦ୍ୱାରା ଜ୍ଞାନେନ୍ଦ୍ର ତାର ନିଜ ଧନତକ ପାଇଗଲା। ସେଇଠୁ ସେ ଆପୁ ଉପରେ ଭାରି ଖୁସି ହୋଇଗଲା। ସେ ମନେ ମନେ ଭାବିଲା, ସତରେ ଏଇ କୁକୁର କେତେ ବିଶ୍ୱାସୀ। ତାପରେ ଗୋଟିଏ କାଗଜରେ ଜ୍ଞାନେନ୍ଦ୍ର ଚିଠି ଲେଖି ଆପୁ ବେକରେ ଗଳାଇ ତା ମାଲିକ ଆଲୋକ ପାଖକୁ ପଠାଇଦେଲା। ଆପୁ ଅତି ମନ ଖୁସିରେ ତାର ପୁରୁଣା ମାଲିକକୁ ଦେଖିବା ପାଇଁ ଆସିଲା। ଆଲୋକ ଗୋଟିଏ ଗଛ ମୂଳେ ବସି ତୀର ଧାର କରୁଥିଲା। ଦୂରରୁ ତା ଆପୁ ଆସୁଥିବାର ଦେଖି ସେ ରାଗିଗଲା ଏବଂ କ୍ରୋଧରେ ତା ଆଖି ଲାଲ ହୋଇଗଲା। ସେ ଭାବିଲା, ବୋଧହୁଏ ଆପୁ ତା ମାଲିକ ପାଖରୁ ଲୁଚି ପଳାଇ ଆସିଛି। ସେଇଠୁ ସେ ତାକୁ ତୀର ମାରିଦେଲା। ଯେତେବେଳେ ଆଲୋକ କୁକୁର ପାଖକୁ ଆସି ଦେଖେ ତ ତା ଆପୁ ବେକରେ ଗୋଟିଏ କାଗଜ ଝୁଲୁଥିଲା। ସେ ସେହି କାଗଜ ଖୋଲି ପଢ଼ିଲା। ସେଥିରେ ଲେଖାଥିଲା, ପ୍ରିୟ ବନ୍ଧୁ ଆଲୋକ, ପ୍ରକୃତରେ ତୁମ ଆପୁ ବିଶ୍ୱାସୀ ଅଟେ। ସେ ସତରେ କୁକୁର ନୁହେଁ, ଜଣେ ଦେବତା। ତେଣୁ ମୁଁ ତୁମ ପାଖକୁ ତୁମର ଅତି ଆପଣାର ଆପୁକୁ ପଠାଇଲି। ଏସବୁ ପଢ଼ି ଆଲୋକ ବହୁତ କାନ୍ଦିବାକୁ ଲାଗିଲା। ବହୁତ ଦୁଃଖ ମଧ୍ୟ କଲା। ଶୁଣିଲେ ତ ପିଲେ, କେମିତି ବୁଝି ନ ବିଚାରି ଆଲୋକ ତାର ଆପୁକୁ ମାରିଦେବାରୁ କେତେ ଦୁଃଖ ଅନୁଭବ ନ କଲା। ତେଣୁ ତୁମେ ଆଜିଠୁ ମନେ ରଖ, କେବେ ହେଲେ ବୁଝି ନ ବିଚାରି କେଉଁ କାମ କରିବ ନାହିଁ। ବନ୍ଦେ ମାତରମ୍।